ଥରେ ମୁଁ ଆଉ ମୋର ଜଣେ ସାଙ୍ଗ ତାଙ୍କ ଡ୍ରଇଂ ରୁମ୍ରେ ବସି କଥାବାର୍ତ୍ତା ହେଉଥିଲୁ। 2 ଦିନ ତଳେ ସେ ବିଦେଶରୁ ଆସି ପହଞ୍ଚିଲେ। ଆଉ ସେ କହୁଥିଲେ ଯେ ସେ ଉଡ଼ାଜାହାଜରେ ଯେତେବେଳେ ଯାତ୍ରା କରୁଥିଲେ 2ଟି ଛୋଟ ଛୋଟ ଶିଶୁମାନଙ୍କର ଠିକ୍ ପଛରେ ତାଙ୍କର ଆସନ ଥିଲା। ବିମାନରେ ବସିବା ପାଇଁ ସେହି ଶିଶୁ 2 ଜଣ ଇଚ୍ଛା କରୁନଥିବାରୁ ଜୋରରେ କାନ୍ଦିବାକୁ ଆରମ୍ଭ କଲେ। ବିମାନଟି ଠିକ୍ ଛାଡ଼ିବା ପୂର୍ବରୁ ଜଣେ ପରିଚାରିକା ଆସି ସେମାନଙ୍କର କାନ୍ଦ ବନ୍ଦ କରିବା ପାଇଁ ଚେଷ୍ଟା କଲା। ସେହି ମହିଳା ଜଣକ 2 ଜଣଙ୍କୁ 2 କାଖରେ ଧରି ହସ ହସ ମୁହଁରେ ମିଠା କଥା କହି ସେମାନଙ୍କୁ ଚୁପ୍ କରାଇ ଦେଇ ସେମାନଙ୍କ କାନରେ ଫୁସ୍ଫୁସ୍ କରି କହିଲା, ପିଲାମାନେ ମନେ ରଖ, ଏଇ ବିମାନରେ କୌଣସି ପ୍ରକାର ଅଭିଯୋଗ ସମ୍ପୂର୍ଣ୍ଣ ବାରଣ। ତୁମାନେ ଆଉ ଚିତ୍କାର କରିବ ନାହିଁ। ବଡ଼ ଆଶ୍ଚର୍ଯ୍ୟ କଥା ଯେ ତା ପରଠାରୁ ସେହି ଶିଶୁ 2 ଜଣ, ଜଣକର ବର୍ଷ ହେଉଛି ପ୍ରାୟ 3 ବର୍ଷ ଆଉ ଅନ୍ୟ ଜଣକର ବୟସ ହେଉଛି 2 ବର୍ଷ, ଏକବାର ଚୁପ୍ ହେଇ ବସିଲେ। ଆଉ ଥରେ ମାତ୍ର ବି ସେମାନେ କାନ୍ଦିଲେ ନାହିଁ। ଆଉ ସେମାନଙ୍କର ନୀରବତା ହେତୁ ମୋର ବନ୍ଧୁ କହୁଥିଲେ ଯେ ସେମାନେ ଦୀର୍ଘ ସମୟ ଧରି ଯାତ୍ରା କଲେ ମଧ୍ୟ ଆଉ କ୍ଳାନ୍ତି ଅନୁଭବ କଲେନି। ସତରେ ମୁଁ ଚିନ୍ତା କରୁଥିଲି, ଈଶ୍ୱର ମଧ୍ୟ ଚାହାନ୍ତି ମୁଁ ଯେପରି ପ୍ରତ୍ୟେକ ଦିବସକୁ ବଚସା ଓ ଅଭିଯୋଗ ବିହୀନ ଭାବରେ କାଟିବି। ଈଶ୍ୱରଙ୍କର ବାକ୍ୟରେ ଲେଖାଯାଏ, ବଚସା ଓ ତର୍କ ବିତର୍କ ବିନା ସମସ୍ତ କାର୍ଯ୍ୟ କର। ଦେଖନ୍ତୁ, ସବୁ ବିଷୟରେ ଅସନ୍ତୁଷ୍ଟ ହେବା ଓ ତହିଁ ସକାଶୁ ବଚସା କରିବା ହେଉଛି ଆମମାନଙ୍କର ପ୍ରକୃତି। କିନ୍ତୁ ବଚସା ଓ ତର୍କ ବିତର୍କ କରିବା ପରିବର୍ତ୍ତେ ଈଶ୍ୱର ଆମ ପାଇଁ ଅନ୍ୟ ଏକ ପଥ ରଖିଛନ୍ତି ଏବଂ ତାହା ହେଲା ଜୀବନର ବାକ୍ୟ ଧରି ଜଗତରେ ଈଶ୍ୱରଙ୍କର ଜ୍ୟୋତି ପ୍ରକାଶ କରିବା। ପ୍ରିୟ ବନ୍ଧୁ, ଆମେ ଯଦି ବଚସା ଓ ତର୍କ ବିତର୍କ ବିନା ଆମର ଦିନଗୁଡ଼ିକ ଅତିବାହିତ କରୁ, ତାହେଲେ ଆମର ପରିବାର ଓ ବନ୍ଧୁବର୍ଗ ତଦ୍ୱାରା କିଭଳି ଭାବରେ ଉପକୃତ ହେବେ? ମନେ ରଖନ୍ତୁ, ଆମେ କେବଳ କୁଟିଳ ଓ ବିପଥଗାମୀ ବଂଶ ମଧ୍ୟରେ ଈଶ୍ୱରଙ୍କର ଅନିନ୍ଦନୀୟ ସନ୍ତାନ ସନ୍ତତି ହେବା। ତେଣୁ ଈଶ୍ୱରଙ୍କର ଏହି ଅମୂଲ୍ୟ ବାକ୍ୟକୁ ମନେ ରଖନ୍ତୁ, ବଚସା ଓ ତର୍କ ବିତର୍କ ବିନା ସମସ୍ତ କାର୍ଯ୍ୟ କର।